ଏଯାଏ ଘରକୁ ଫେରି ନାହାନ୍ତି। ସତରେ ସତରେ କ'ଣ ତାଙ୍କୁ ମୋ କଥା ମନେ ପଡୁନି? ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଥିଲି ସେ ମୋ ପାଖକୁ ଆସିଲେ ମୁଁ ତାଙ୍କୁ ଗୋଟେ ଶୁଭ ଖବର କହିବି ବୋଲି। ହେଲେ ହେଲେ ସିଏ ମୋ ପାଖକୁ ଆସିଲେନି। ସେ ଆସିଥିଲେ ମୁଁ କହିଥାନ୍ତି ଏ ସାଥୀ ए माँ ज्योति बापा पर बापा घेन मोर भक्ति मोर भूमिष्ठ प्रणाम। उठ माँ अखंड सौभाग्यवती भव। हेलो ए माँ ज्योति बापा तू तुम राजवंशर कुलवधू बापा मो पुआ प्रदीप बिना बोधे तू चिंता करुछु ना माँ? हाँ बापा से जाइछि गंगा नदी त्रिवेणी संगमे माता स्वर्गत रानी चंद्रावती अस्थि प्रवाह करबा पर बापा से निश्चय फेरी आसुथिबलो माँ। आज्ञा बापा आपनक आशीर्वाद रे से निश्चय सेवरी फेरी आसीबे से विश्वास मोर अछि बापा। हेले माँ ज्योति बापा मु सुनिबा को पाउछि तू खाइबा पीबारे खूब अवहेला करुछु ना माँ? नहीं तो बापा मो तो मो निज प्रति टिके भी अवहेला करूनी। मु जानिछि रे माँ मु जानिछि तू एमिति ही कहबू। आउ ए माँ ज्योति एने किछि खाई दे रे माँ। नहीं बापा नहीं आपण जमा व्यस्त हतनी मो परे खाई नेबी। तू किछि खाइबुनी? नहीं बापा ए माँ ज्योति तू किछि खाइबुनी? जदि तू किछि न खाइले तो बापा मनरे केते कष्ट हेबा रे माँ। बापा हेलो ई माँ ज्योति तोते तो बुढ़ा पुअर राण रहिला लो माँ। समय राम साथे लक्ष्मण बहुरानी ज्योति कुआड़े गले किए कौन है के बा? तम शस्त्र परा एबी तम पाखरे छिले। हाँ माँ इबी भी राजसभा मुखे गली। आले की कथा घटिला मल्ला मो केमती जानिबी बा तम शस्त्र से तमर एते भाव अर्थात तम शस्त्र सहित तमर एठी रासलीला चलीछे। माँ हाँ अपन परी पाप भावना भावे पाइले केमिति? आले से परम ससुर हे बापा बोल रे बापा एमिति कथा कहि पाइले केमिति? छी अपन का मन रे एते जे मंद विचारधारा अछि। अरे चुप कर कहले परा जेते बेदे खता सिरा बड़ा बहु बाकरे नहीं बा मल्ला मोरा बहुटी खाउनी गोला पता मन रसगोला से अंग्र केते
ଖାଇବା ଦ୍ୱାରା ପାଣି ଦଉଛନ୍ତି ତମ ଭାଗ୍ୟକୁ ମାନିବାକୁ ପଡିବ ଲୋ ବହୁରାଣୀ ଏ ମା। ଆଜି ମୁଁ ଛାଡ଼ିବିନି ନାଇଁ ମରାଏ ଆଜି ମୁଁ ଯଦି ମାରି 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 ନ ଦେଇଛି ତାହେଲେ ମୋତେ ଚିହ୍ନିବା তুমি তো ରାମାୟଣ କଥା ଶୁଣିଥିବା ନିଶ୍ଚୟ କୈକେୟୀ କଥା ତ ନିହାତି ଶୁଣିଥିବ ମୁଁ ଏ କଳିଯୁଗର ଭିନ୍ନ ଏକ ରାମାୟଣର ଭିନ୍ନ ଏକ କୈକେୟୀ ଏ ରାମାୟଣ କିଏ ଲେଖିଲା ଏ କୈକେୟୀ କାହୁ ଆସିଲା ଭଲ ମଣିଷକୁ ବଞ୍ଚିବା ମନା ହଁ ମୋ ରାଜବଂଶର କୁଳବଧୂ ଏ ମୋ ଯୁବରାଜଙ୍କ ସ୍ତ୍ରୀ ହେଲେ ମା ଏ ମୁଁ କେବେ ଗର୍ଭବତୀତ କରିନି ଆରେ ଗର୍ଭ କରିବୁ କେମିତି ଏ ଆପଣ ସେମିତି କହୁଛନ୍ତି ମୁଁ ସେମିତି କରୁଛି ରାଜବଧୂ ହୋଇ ମଧ୍ୟ ମୁଁ ଚାକରାଣୀ ପରି ଖଟୁଛି ପଇଠା ବାସନ କୁସନ ମୁଁ ମାଜୁଛି ଏମିତି କୋଉ କାମ କରିଲିନି ଯେ ଆପଣ ମତେ ଏତେ ମାଡ଼ ମାରିଛନ୍ତି ମା ଆରେ ଚୁପ୍ କରବେ ଚୁପ୍ କର କହିଲି ପରା ହଇଲୋ ଏଇଟା ହାଣି ଯାଉତେ ହଇଲୋ ତୋତେ ଲାଜ ଲାଗିବା କଥା ଲାଜଲେ ଏଇ ଦେଖିଲୁ ଏଇତେ ଘର ଓଢା ବାସନ ମଜା ଲୁଗା ସଫା କରା ଏଇ ଖୁରା ସାଲକୁ ବାପ ସଫା କରିବା ନା ତୋର ସେ ମରି ଯାଇଥିଲା ମା ଚାଲି ଆସିଲା ଡାହାଣୀ କାମ କରିବାକୁ କାମ କରୁଛି କାମ ମା ମୋ ରାଜବଂଶର କୁଳବଧୂ ମୁଁ କେମିତି ଘର ସାଲ ସଫା କରିବି ମା আরে চুপ করবে হইলো এটা হানি জ্যোতি হইলো তোর এতে সাহার তোর পুনিয়ে পাত কামতি মোহ পুরি জবাব হইবে আরে বহি যাউছিল মছি নই রে গোটাই আনিলি ততে বহি যাউছিল মছি নই রে গোটাই আনিলি ততে টাকুয়া গলারে মাউস লাগিলা জবাব দউଛୁ মত হইলো এটা হানি জ্যোতি হইলো আরে খাই খাই তো দেহটাকে ভুলেই সারলনি কাম কলে বেলাকে বাছি যাଉଛି আজ ମୁଁ ତତେ ସତରେ ଛାଡ଼ିବିନି ଲୋ ଆଜି ମୁଁ ତତେ ସତରେ ମାରି ମାରି ଜୀବନରୁ ମାରି ନ ଦେଇଛି ତାହେଲେ ମୋ ନାଁ ବି ପଦ୍ମାବତୀ ନୁହଁବେ
କାମ କରୁଛି କାମ। ମା ହଁ ମତେ ଛାଡ଼ିଦିଅ ମା। ଆଲୋ କାହିଁକି ଲୋ? ଏ ମୁଁ ଆପଣଙ୍କ ଆଗରେ ହାତ ଯୋଡ଼ି ନେଉଛି। ଆଲୋ କାହିଁକି? କାହିଁକି ନା ହଁ। କାହିଁକି ନା ମୁଁ ଏବେ ଗର୍ଭବତୀ। ଇ ମା ମୁଁ ମରି ଯାଉଥାଏ ଲୋ ଆଲୋ ଆଲେ କି କଥା ଘଟିଛି। କଣ କହିଲେ? ଆଉ ଥରେ କହିଲୁ ଡାହାଣୀ ଯାଉତେ। କଣ କହିଲୁ? ତୁ କୁଆଡ଼େ ବେ ଗର୍ଭବତୀ? ଆରେ ସତ କହିବେ ତୁ ଗର୍ଭବତୀ ହେଲୁ କେମିତି? ମୋ ପୁଅ ତ ଘରେ ନାହିଁ ପରେ ଆବାସରେ ତୁ ଗର୍ଭବତୀ ହେଲୁ କେମିତି? ଆରେ ସତ କହିବେ କାହା ବାପାକୁ ମୁଣ୍ଡରେ ମୁଣ୍ଡେଇଛୁ? ସତରେ ତୋର ରାଜବଂଶ ରହିବାର କୌଣସି ଅଧିକାର ନାହିଁ। ଆଜି ମୁଁ ତୋତେ ଛାଡ଼ିବିନି ରେ। ଆଜି ମୁଁ ତୋତେ ସତରେ ମାରି ଜୀବନରୁ ଶେଷ ନ କରିଦେଇଛି ନା ତାହେଲେ ତୁ ମୋତେ ଚିହ୍ନିବୁ। ଆରେ ବେ এই ক্ষণে মুখ আরে যাবে ପଦ୍ମାବତୀ ତମର ଏତେ ସାହସ ମୋ ବୋହୂକୁ ଏତେ ମାଡ଼ ଦେଇପାରୁଛ। ଏଥିପାଇଁ ତମ ହାତ ଦୁଇଟାକୁ କାଟି ଯାଇପାରେ। আরে চুপ কর কহিল পরা ছয় দেখাও তো কেতে বহুত মারা শ্বশুরକୁ କିଆଁ ବାଜୁଛି ଏତେ? ହାୟ ରେ ଦଇବ ହାୟ କହିବାର କକୁ ଲାଜ ମନ ନାହିଁ ଶୁଣିବାର କକୁ ଲାଜ। ଆରେ କଣ କହିବାର ଅଛି ସିଧା କୁହ। କଣ ହେଇଛି ବା? ହଁ କଣ ହେଇଛି? ତମ ଅଚଳକ୍ଷଣୀକୁ ପଚାର ନା। ଆରେ ପଚାର ତାକୁ ସେ ଡାହାଣୀ ଜ୍ୟୋତିକୁ ପଚାର। ଆରେ ପଚାର ଚଲକ୍ଷଣୀକୁ। ଆରେ ପଚାର ସେ କୁଆଡ଼େ ବେ ଗର୍ଭବତୀ। ଆରେ ଏଇଟା ତ ଖୁସିର କଥା। ତମେ ଜେଜେ ମା ହେବ ଆଉ ମୁଁ ଜେଜେ ବାପା ହେବି। ଏଥିରେ ଭାବିବାର ଆଉ ଆବଶ୍ୟକ ଅଛି କଣ ଯେ? କିନ୍ତୁ ସ୍ୱାମୀ ଆରେ କୁହନା କାହିଁକି? ୟା ପେଟରେ ଯୋଉ ରକ୍ତ ବଢୁଛି এইটা ଆମ ପୁଅର ରକ୍ତ ନୁହଁ। ନାଇଁ ବାପା এইটা ସତରେ ଗୋଟେ ପାପାଗାର। କାନ୍ଦିଲେ ହେବ ନାହିଁ। ଥରୁଟିଏ ମୋ କଥାକୁ ବିଶ୍ୱାସ କରନ୍ତୁ ସ୍ୱାମୀ। ତମ କଥାକୁ ବିଶ୍ୱାସ କରିବି କେମିତି? ମୁଁ ଯାହା କହୁଛି ସତ କହୁଛି ସ୍ୱାମୀ। ଆରେ କଣ ସତ କହୁଛ? ମୋ ପୁଅ ତ ଘରେ ନାହିଁ ପର ଆବାସରେ। ଏ ଡାହାଣୀ ଜ୍ୟୋତି ଗର୍ଭବତୀ ହେଲା କେମିତି? ମୁଁ ଯାହା କହୁଛି ସତ କହୁଛି ସ୍ୱାମୀ। ୟା ପେଟରେ ଯୋଉ ରକ୍ତ ବଢୁଛି ଏଇଟା ସତରେ ଆମ ପୁଅର ରକ୍ତ ନୁହଁ।
ଏଇଟା ସତରେ ଗୋଟେ ବାବା କଥା। ଓ ନିପଟ ସତ କଥା କହିବାରୁ ରାଜା ସାହେବଙ୍କୁ ବାଧି ଯାଉଛି। ହଁ କେମିତି ନ ବାଧିବ? ହଁ କେମିତି ନ ବାଧିବ ବା? ଏ ଅଲକ୍ଷଣ ଜ୍ୟୋତି ପରା, ଏ ଡାହାଣୀ ଜ୍ୟୋତି ପରା, ଏ ରସିକ ବୁଢା ରାଜାକୁ ଦେହ ସୁଖ ଦଉଛି। আরে চুপ করা, চিৎকার করো না কই দଉଛି। সতরে চিৎকার করিবার তোমার কোনসি অধিকার ନାହିଁ। আরে ମୁଁ ଯାହା କହୁଛି ସତ କହୁଛି। ସତ କହୁଛି। ଅଲକ୍ଷଣ ଜ୍ୟୋତି ପୀଠରେ ଯେଉଁ ଛୁଆ ପଡୁଛି ନା, ନିଶ୍ଚୟ ସେଇଟା ତମର। ନା ମାରୁ ରେ ଅଲକ୍ଷଣୀ, କାହିଁକି ବଞ୍ଚିଛୁ? ଏତେ ବାବା କଥା ଆଜି କହି ତୁ ପାରୁଛୁ? ନା ମାରୁ ରେ ଅଲକ୍ଷଣୀ, କାହିଁକି ବଞ୍ଚିଛୁ? ଏତେ ବାବା କଥା ଆଜି କହି ତୁ ପାରୁଛୁ? ଧିକ ଧିକ ସତରେ ମାରି ଜନ୍ମ ଗଢ଼ିଲା କେ ମନ୍ତରେ। ଅଲକ୍ଷଣୀ କାଲ ନାଗୁଣୀ, ଏହି ପାପ କଥା କହିବା ପୂର୍ବରୁ ତୋ ଜିଭା ଛିଣ୍ଡି ନ ଯାଇ ରହିଛି କାହିଁକି? ମୁଁ ଯେତେବେଳେ ଦେଖୁଛି ଖାଲି ମୋ ବୋହୂ ପ୍ରତି କାଲ ନାଗୁଣୀ ପରି ଗର ଗର ହେଉଛୁ। ମୁଁ ତତେ ଛାଡ଼ିବିନି। ଆଜୁ ମାରୁ ମାରୁ ଜୀବନର ଶେଷ କରି ନ ଦେଇଛି ନା, ତାହେଲେ ମୋ ସାମ୍ନାରେ ଜବାବ ଦେବା ପାଇଁ ଚିନ୍ତା କରିବିନି। ଆରେ ସମ୍ଭାଳିର। না 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 ଆପଣ ଆମର ଜାମାସଙ୍କୁ ଏତେ ବଡ଼ ଦୋଷ ଲଦି ଦେଇ ପାରିବେ ନାହିଁ। ଆମ ରାଜା ସାହେବ ହେଉଛନ୍ତି ସ୍ୱୟଂ ଧର୍ମରାଜ ଯୁଧିଷ୍ଠିରଙ୍କ ଅବତାର। ମହାରାଜ ସମ୍ପୂର୍ଣ୍ଣ ସତ କଥା ମୁଁ କହିଦେଉଛି ମହାରାଜ। ମତେ କ୍ଷମା କରିବେ ରାଜନ। ଇଏ ଆପଣଙ୍କ ବୋହୂ ଜ୍ୟୋତି, ଇଏ ଆପଣଙ୍କ ବୋହୂ ଜ୍ୟୋତିର ଚରିତ୍ର ସମ୍ପୂର୍ଣ୍ଣ ଭାବରେ ଠିକ ନୁହଁ ମହାରାଜ। ବାପା ହଁ ମହାରାଜ, ସତ କହିବାକୁ କିଆ ଡରିବି? ସତ କହି ପଛେ ମଲେ ମରିବି। ଆଲୋ ଏ ଜ୍ୟୋତି, ତାହେଲେ କହିଦିଅ ରାଜା ମହାଶଙ୍କୁ ସବୁ ସତ ସତ କହିଦିଅ। ଆରେ କହିଦେ। ତାହେଲେ କହୁନ କାହିଁକି? ହଉ ବାବା ହେଲା, ତମେ ନ କହିଲେ ନାହିଁ ମୁଁ କହିଦଉଛି। ମହାରାଜ ଇଏ ଆପଣଙ୍କ ବୋହୂ ଜ୍ୟୋତି ହେଉଛନ୍ତି ମୋର ପୂର୍ବତନ ପ୍ରେମିକା। ମତେ ବିଶ୍ୱାସ କରନ୍ତୁ ବାପା, ଏସବୁ ମିଛ ବାପା, ଏସବୁ ମିଛ। ମିଛ ନୁହଁ ମହାରାଜ, ଏସବୁ ସତ। ହଁ ଏ ଆପଣଙ୍କ ବୋହୂ ସହିତ ମୋର ଅନେକ ଦିନର ଗୁପ୍ତ ସମ୍ପର୍କ ରହିଛି। କିନ୍ତୁ କିନ୍ତୁ ଯେଉଁଦିନ ଠାରୁ ଆପଣଙ୍କ ପୁତ୍ର ଯୁବରାଜ ପ୍ରଦୀପକୁ ବିବାହ ହେଲା ପରେ ମୁଁ ଆଉ ଆଗ ଭଳି ତାଙ୍କ ସହିତ ସମ୍ପର୍କ ରଖିବାକୁ ଚାହୁଁନଥିଲି। ଭଗବାନ, କିନ୍ତୁ ଏ ଜ୍ୟୋତି ମତେ ଚାକିରିରୁ ବାହାର କରିଦେବ ଧମକ ଦେଲେ। ଶେଷରେ ମୁଁ ଆଉ କଣ କରିବି ମହାରାଜ, ସେହି ସମ୍ପର୍କକୁ ବଜାୟ ରଖିଛି। ବାପା ଏଥର ତ ମତେ ବିଶ୍ୱାସ କରନ୍ତୁ ବାପା, ଏସବୁ ମିଛ ବାପା, ଏସବୁ ମିଛ। ଆରେ କୋଉଟା ମିଛ? ଏସବୁ ମନ ଗড়ା କାହାଣୀ ବାପା। ଓ ମନ ଗড়ା କାହାଣୀ।
ମିଛ କୋଉଟା ମିଛ? ସବୁ ମିଛ। ତମେ ମତେ ଭଲ ପାଅନି, ମୁଁ ତମକୁ ଭଲ ପାଏନି। ତମେ ପରିସ୍ଥିତିରେ ମତେ କହୁଥିଲ ତମେ ଯଦି ମୋର ନ ହବ ତାହେଲେ ମୁଁ ମୋ ସ୍ୱାମୀଙ୍କୁ ବିଷ ଦେଇ ମାରିଦେବି। ଏ ଆକାଶ আরে খসি পড় মস্তকে মোহর ভগবান ফাটি যাও বসুন্ধরা আরে তু মরি যা এই সবুদিন পাই লুপ্ত এই জ্যোতির না আরে তু লুপ্ত হয়ে যাবে তু মরি চালু মরি যা ଆହୁରି ଅଛି ମହାରାଜ, କଣ ଅଛି ବାଘା? ଆହୁରି ଅଛି। ମୁଁ ଶୁଣିବାକୁ ପାଇଛି ଇଏ ଆପଣଙ୍କ ବହୁଛନ୍ତି ଗୋଟାଏ ପୁରୁଷର ଶାନ୍ତି ନୁହନ୍ତି। ମୁଁ ଦେଖିଛି ମହାରାଜ, ମୁଁ ଦେଖିଛି ତାଙ୍କ କୋଠରୀରୁ ଅନେକ ଯୁବକ ବାହାରୁଥିବାର। ଏଥିରେ ରାଜକୀୟ କର୍ମଚାରୀ ମାନେ ସଦୃଶ ଅଛନ୍ତି ମହାରାଜ। ହଁ ମହାରାଜ, ଆଉ ଏ ଜ୍ୟୋତି କଣ କହୁଥିଲେ ଜାଣିଛନ୍ତି? କଣ କହୁଥିଲା? ଏ ଜ୍ୟୋତି କହୁଥିଲେ ଦରକାର ପଡ଼ିଲେ ମୋ ଶ୍ୱଶୁର ବୁଢା ଯଦି ମୋ ରାସ୍ତାର କଣ୍ଟା ହୋଇ ଛିଡା ହେବେ ତାହେଲେ ତାଙ୍କୁ ମଧ୍ୟ ଛାଡ଼ିବେନି, ବିଷ ଦେଇ ମାରିଦେବି ଦେବି। এ পাপি হারাম চাদা বাপা বাপা হে ମୁଁ ପରା ଆପଣଙ୍କ ବୋହୂ হে ভগবান ଏ ଆପଣଙ୍କ ଝିଅ ସହିତ ସମାନଙ୍କୁ ଆପଣ କହିଲେ ବାପା କୋଉ ଝିଅ କଣ କେବେ ତା ବାପାକୁ ମାରିପାରିବ? না স্বামী না ଏ ମତେ ବିଶ୍ୱାସ କରନ୍ତୁ ବାପା, ଏସବୁ ମିଛ। না স্বামী বিশ্বাস করে না ଇଏ ଆମ ସୁନା ସଂସାରକୁ ଚୂନା କରିବା ପାଇଁ ଚେଷ୍ଟା କରୁଛନ୍ତି ବାପା। ହଁ ମୁଁ ବିଷ କହୁଛି ମିଛ। ମୁଁ ତମ ସୁନାର ସଂସାରକୁ ଚୁନା କରୁଛି ଚୁନା। ହେଲେ ମୁଁ ଯଦି ବିଷ କହୁଛି ତାହେଲେ ତୁମ ଗର୍ଭରେ ପଡୁଥିବା ସେହି 2 ମାସର ଛୁଆ ସେଇଟା ବି କଣ ମିଛ? ମହାରାଜ, ଆପଣଙ୍କ ଘରକୁ ବିବାହ କରି ଆସିବାର ମାତ୍ର ଗୋଟାଏ ମାସ, କିନ୍ତୁ ୟା ଗର୍ଭରେ ପଡୁଛି 2 ମାସର ଛୁଆ। ହେଲେ କୁହ ସେଇଟା ବି କଣ ମିଛ? हाँ महाराज, ये माटी भीतर को मंजीटा न आसी ये ता पेट भीतर गछटा कोन आपे आपे हेई जाईची सेईटा भी कोन मिछ महाराज। এই খবর তুমি জানি পারিল শ্বশুর হয়ে অথচ মু জানি পারিলিনি কেমিতি? ବାପା ଓ ମହାରାଜ, ଆପଣ କେମିତି ଜାଣିପାରିବେ ମହାରାଜ? ସେଇଟା ପରା ପାପ ଗର୍ଭ। ମୁଁ ଆପଣଙ୍କ ବିଶ୍ୱସ୍ତ ଅଙ୍ଗ ରଖେ, ଆପଣଙ୍କ ମାନ ସମ୍ମାନକୁ କେବେ ହେଲେ ମାଟିରେ ମିଶିବାକୁ ଦେବିନି। ଖାସ୍ ସେଇଥିପାଇଁ ମହାରାଜ, ଖାସ୍ ସେଇଥିପାଇଁ ମୁଁ ଗୋଟି ଗୋଟି କରି ସବୁ ସତ କଥା କହିଦେଲି। ମହାରାଜ, ଆପଣ ଯଦି ପାରୁଛନ୍ତି ତାହେଲେ ମତେ ଫାଶୀ ଦେଇଦିଅନ୍ତୁ ମହାରାଜ, ମତେ ଫାଶୀ ଦେଇଦିଅନ୍ତୁ। हाँ महाराज, मो भणंजा केते सत्यवादी देखु नाहंती जदि आपण को मिथ्या बोली प्रमाणित होउची ताहले मो भणंजा को फांसी दे दियंतु महाराज। বাঘা মহারাজ, তুমি সৎ সাহস করে কেউ সত্য ঘটনাটা কহিল সেপাই মু তোমাকে অশেষ ধন্যবাদ অর্পণ করুছি। ଏ ବାପା ତମ বিচার পরে হি হব। ଏସବୁ হে ভগবান এইটা পাপ গর্ব নୁହଁ বাপা, না স্বামী না তাকে তাকে বিশ্বাস করନ୍ତୁନି। এইটা হচ্ছে ମୋ ସ୍ୱାମୀଙ୍କ ଅସର। ମୋ ସ୍ୱାମୀ ବିଦେଶ ଯାତ୍ରାରେ ବାହାରକୁ ଯାଇଛନ୍ତି। না স্বামী না ଥାଉ ଥାଉ
ଆଉ ତୋର କୈଫତ ଦେବାର ଆବଶ୍ୟକ ନାହିଁ। ହଁ ମହାରାଜ। ଯାହା ଦେଖିଲି ଯାହା ଶୁଣିଲି ସବୁ ମୁଁ ବୁଝିଗଲି। ହଁ ଯାହା କହିବି ମୁଁ ହିଁ କହିବି। ହଁ ସ୍ୱାମୀ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏହି ବିଚାରକ ବିଚାର କରି କହୁଛି ଯେ ପ୍ରକୃତରେ ଦୋଷୀ କିଏ ଆଉ ନିର୍ଦୋଷୀ କିଏ। ବାପା ହଁ ସ୍ୱାମୀ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି এই রাজা প্রতাপ কেশরী এই সিদ্ধান্ତରେ উপনীত ହେଲା ଯେ ପ୍ରକୃତରେ ଦୋଷୀ ହେଉଛୁ ତୁ। ବାପା ଶେଷରେ ଆପଣ ବି ମତେ ଭୁଲ ବୁଝିଲେ ନା ବାପା। ଥରଟେ ତ ମତେ ବିଶ୍ୱାସ କରନ୍ତୁ ବାପା। ଏଥିରେ ମୋର ଟିକେ ବି ଦୋଷ ନାହିଁ। ତୁ ଜଣେ ହେଉଛୁ ଛୋଟା ଘର ଝିଅ ବଡ଼ ଘର ବୋହୂ ହେଇଥାନ୍ତୁ କେମିତି। ନାରୀମାନଙ୍କୁ କିପରି ସମ୍ମାନ ଦିଆଯାଏ ମୁଁ ଜାଣିଛି। ଆଜି ଶ୍ୱଶୁର ବାଧ୍ୟ ହୋଇ ତା ବୋହୂକୁ କହୁଛି ଯେ ତୁ ଜଣେ ବେଶ୍ୟା ତୁ ଜଣେ ପିଟାପି ଆଉ ତୋ ପରିବେଶ୍ୟାର ସ୍ଥାନ এই রাজমহলরে রহিবার কৌশি অধিকার নাই। আরে তু যেতে শীঘ্র পারুছু তোমার রাজ দরবারু চালি যা। আও শুণ বাঘা মহারাজ জ্যোতি অঙ্গরে থিবা সমস্ত অলঙ্কার খোলি কাড়িকি গলা ধক্কা দেই মো রাজ্যরু পার করে দিও। মহারাজ নিশ্চয়। হ্যাঁ, রাজা প্রতাপ কেশরীর আদেশ। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏ ବିଚାରକ ଯଦି ମତେ ଦୋଷୀ ସାବ୍ୟସ୍ତ କରିସାରିଲେଣି ମୁଁ ବା ସ୍ୱୀକାର କରିବି କେମିତି ମହାରାଜ। ମୁଁ ଚାଲିଯିବି ମା। ଆପଣଙ୍କ ସବୁ ସ୍ୱର୍ଣ୍ଣ ଅଲଙ୍କାର ମୁଁ ଖୋଲିକି ଚାଲିଯିବି। আরে চালি যা এই শ্বশুর ঘরে বউটা যদি অশান্তি নির্লজ্জ চরিত্র না প্রমাণিত হয়ে সারিলানি এই রত্ন অলঙ্কার মোর কৌলজাକୁ ঢাঙ্কিব মহারাজ। ମୁଁ ସବୁ ଖୋଲିକି ଚାଲିଯିବି। ହେଲେ ମହାରାଜ ଯିବା ପୂର୍ବରୁ ମୁଁ ଏତିକି କହିବି ମହାରାଜ। আরে কহলে ଏଠି ଭଲ ମଣିଷକୁ ବଞ୍ଚିବା ମନା। ଗାଧୁଆ ତୁଠରେ କଥା ପଡ଼ିଅଛି କଲଙ୍କିନୀ ଅଟେ ସୀତା ନାହିଁ ଏଠି ରାମ ଏକି ରାମାୟଣ ଲେଖିଲୁ ଆଜି ବିଧାତା। ଗାଧୁଆ ତୁଠରେ କଥା ପଡ଼ିଅଛି କଲଙ୍କିନୀ ଅଟେ ସୀତା ନାହିଁ ଏଠି ରାମ ଏକି ରାମାୟଣ ଲେଖିଲୁ ଆଜି ବିଧାତା। ଦଶରଥ ଆଜି ବିଚାରକ ସାଜି ଦଶରଥ ଆଜି ବିଚାରକ ସାଜି ଦେଖିଲା ଆଜି ଦୁନିଆ। ଭଲ ମଣିଷକୁ ବଞ୍ଚିବା ମନ ଭଲ ମଣିଷକୁ ବଞ୍ଚିବା ମନ ଭଲ ମଣିଷକୁ ବଞ୍ଚିବା ମନ ଭଲ ମଣିଷ
ମହାରାଣୀ ପଦ୍ମାବତୀ ମୁଁ ଏଇ ଯୋଉ ତମ ବୋହୂ ସହିତ ଗୁପ୍ତ ସମ୍ପର୍କ କଥା କହିଲି ବା ସେଇଟା ସମ୍ପୂର୍ଣ୍ଣ ଭାବରେ ମିଛ ଅଭିନୟ ଥିଲା। ହଁ ମୁଁ ତାକୁ ଭଲ ପାଏନି କି ସେ ମଧ୍ୟ ମତେ ଭଲ ପାଏନି। ତମେ ଆଉ ଖରାପ ଭାବ ନା। ତାହେଲେ ତମେ କଣ ମୋ ବୋହୂ ଛାତିରେ ଛୁରୀ ଚଲେଇ ଦେଲ ବାପା? ମାମୁ हाँ ପ୍ରେମରେ ସେମିତି ହୁଏ ମାମୁ। हाँ, प्यार में ऐसा होना चाहिए। ମୁଁ ଜାଣେ ମୁଁ ସବୁ ଜାଣେ ଦାଦାଙ୍କ ମନରେ ଲକ୍ଷଣ ଯଦି ପ୍ରତି ଘୃଣା ଭାବ ଜାତ ହଉ ସେଥିପାଇଁ ମିଛ କାହାଣୀ କୁହେ ଦାଦାଙ୍କ ଆଗରେ ଉପସ୍ଥାପନ କଲ। ମୁଁ ଏହା ବି ଜାଣେ ଆରେ ତମେ ହଉଛ କେବଳ ମୋର। हेलो କିନ୍ତୁ ଗୋଟେ କଥା ଏ ରାଜ୍ୟରେ ସମସ୍ତେ ମତେ ମହାରାଣୀ ପଦ୍ମାବତୀ ବୋଲି ଡାକନ୍ତି। କିନ୍ତୁ କିନ୍ତୁ ତମେ ମତେ ମହାରାଣୀ ପଦ୍ମାବତୀ ବୋଲି ଡାକିଲେ ନା ମତେ ବହୁତ କଷ୍ଟ ହୁଏ। କାହିଁକି ଲୋ ମା? ଆରେ କାହିଁକି ନା ଇଏ ହଉଛନ୍ତି ମୋ ପ୍ରେମିକା। ସେଥିପାଇଁ ନା ଆଜି ତମେ ମତେ ପଦ୍ମା ଡାକିବ। ପଦ୍ମା ପଦ୍ମା ପଦ୍ମା। କିନ୍ତୁ ଗୋଟାଏ କଥା କଣ? ତମ ବୋହୂ ପରା ଅଛନ୍ତି ସବୁ ସତ କଥା ଜାଣିଯିବେ ଯେ। ହଁ ତ ଆରେ ଜାଣୁ ତାକୁ ଜାଣିବାକୁ ଦିଆଯାଏ ଏ ଦୁନିଆକୁ ଜାଣିବାକୁ ଦିଆଯାଉଛି। ଆରେ ତମେ ହଉଛ ମୋ ପ୍ରେମିକା। ଏ ଅଲକ୍ଷଣୀ ଯଦି ଜାଣିଲେ ମଧ୍ୟ ଆମର କିଛି ବି କ୍ଷତି କରିପାରିବନି। କାହିଁକି ନା ଆମ ଷଡ଼ଯନ୍ତ୍ର ଯୋଜନାଟା ପୁରାପୁରି ସଫଳ ହେବାକୁ ଯାଉଛି। ଦେଖିଲ ଅଲକ୍ଷଣୀ ଦେ ମୋ ପ୍ରେମିକା ଆଉ ଆମ ଯୋଡ଼ିକୁ ଦେଖିଲେ ଭଲ କରି ଦେଖି ନେଲୋ ତାଙ୍କର ସୁପରଷ୍ଟାର ଆଉ ମେଗାଷ୍ଟାର ଯୋଡିକୁ। ମା ମୋ ଶ୍ୱଶୁର ପ୍ରତାପ କେଶରୀ ଥାଉ ଥାଉ ସେଇ ଦେଖ ଆପଣ ଆଉ କାହା ସହିତ ଛି ମା ଛି କଣ ଛି? ମା ଗୋଟାଏ ନାରୀ ଯୋଉଦିନ ହାତରେ ଶଙ୍ଖ ମଥାରେ ସିନ୍ଦୁର ଧାରଣ କରିଥାଏ ସେଇଦିନ ପ୍ରତିଜ୍ଞା ନେଇ କହିଥାଏ ମା କଣ କୁହେଲୋ? ହେ ଅନ୍ୟ ପୁରୁଷକୁ ଛୁଇଁବିନି ବୋଲି। ସତୀ ସୀତାଟା ହଁ ତ ହେଲେ ଆପଣ ତ ନିଜ ଯୌବନକୁ ଆଉ କାହା ପାଖରେ ବିକ୍ରି କରିଛନ୍ତି। ଆହା ବିକ୍ରି ନୁହଁ ବିନା ପଇସାରେ। ମୁଁ ତ କହିବି ଆପଣ ଗୋଟେ ବେଶ୍ୟା। আরে চুপ করবে তোর এতে সাহস হইলে এটা হানি যাওতে তুই পুনি মতে বেশ্যা কইতে বেশ্যা হইবে এতিকি মনে রাখ তো শ্বশুর চলক্ষণা বৃদ্ধ রাজা সে কোন মতে যৌবনের খুশি দেই পারন্তা না কোন কৌচ ঠিক কইছ তবে। আরে সেই রাত্রিরে দহি খাইলে পরা জরকু ଆଉ ତୋ ଶ୍ୱଶୁର ଭଳିଆ ବୁଢ଼ାକୁ ଯଦି ବାହା ହବ ତାହେଲେ ପରା ଇଏ ଯୌବନଟା ପରକ। ହଲ আরে হলে এ রাইজকু এ সকল সম্পত্তি হাত মুঠে কাঢ়িবা পাই এ হাতিরা পাই গোটাই গোটাই মিছি মিছিকা নাটক লবেলে লবেলে ପଦ୍ମା ଡାର୍ଲିଂ ତମ କହିବା ହିସାବରେ ମୁଁ ସବୁ କାର୍ଯ୍ୟ କରି ସାରି ଦେଇଛି। କଣ? ମାନେଟା ହେଲା ଆମ ରାସ୍ତାର କଣ୍ଟ ଯୁବରାଜ ପ୍ରଦୀପକୁ ମୁଁ ଜୀବନରୁ ମାରି ଦେଇଛି। ମୋ ସ୍ୱାମୀକୁ କିଛି ହବନି କିଛି ବି ହବନି ତାଙ୍କର। এই দেখো ମୋ ଶଙ୍ଖ ସିନ୍ଦୁର ବଜ୍ର ହବ। ମୋର ଈଶ୍ୱରଙ୍କ ପାଖରେ ସମ୍ପୂର୍ଣ୍ଣ ଭରସା ଅଛି ମା। ইমা মো মরি যাউথাই লো মা আলে আলে কি কথা ঘটিছি তো বিশ্বাসকে তো ঘর ভিতরে রাখি থালে এদিকে মনে রাখবে
तो स्वामी प्रदीप सतरे मरी सारी मो ही तो स्वामी को मारदेवा कही मो प्रेमिक को से मोर कौन कार्य को भी पूरण करना माने ना से मोर सब इच्छा को पूरण करते अरे से तो से मो प्रेमिक अरे आमे समस्ते सत कहूबे तो स्वामी प्रदीप मरी सारी आज ठारू तू विधवा माँ ए माँ अरे अपने परम स्वामी को जन्मदात्री माता हाँ तो ଆପଣ କେମିତି ମୋ ସ୍ୱାମୀକୁ ମାରି ପାରିବେ ମା ना हाँ तो କୁହନ୍ତୁ ମା କୁହନ୍ତୁ ସବୁ ମିଛ କହିଦିଅ तो एते सहा तू पुणे मते थैमा चेष्टा करछु हइलो ए डाहणी जोते अरे एति की मने रखबे तो स्वामी प्रदीप अलक्षणा मोर जन्म कला पुआ नह के मुता जन्मदात्री मान हलो ତାହେଲେ अरे मो होछि तार सब सब तमा हलो ए लाई दको ए सकल संपत्ति को महातम टेकणी पे तो स्वामी को मिठी मिठी का स्नेह मो पागल करिछि तो स्वामी प्रदीप मोर जन्म कला पुआ नह के मु सतरिता जन्मदात्री मान मो होछि सतरे तार सब सब तमा ए धरित्री अरे तू ତମକୁ ସହି ପାରୁଛୁ କେମିତି ତୁ ଫାଟି ଯା ରେ ତୁ ଫାଟି जा हेलो हाँ 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 मु सदा कहूची तो स्वामी प्रदीप मरी सारी नहीं पोछि दे तो मथारू सिंदूर नहीं मुझे इधर पछबी जमा पछबी ने मो अरे चुप कर बे चित्कार कर ना कह दउछी सतरे तोर चित्कार करिबार कोनोसी भी अधिकार नहीं नहीं माता आमे समस्त सत कहउछबे तो स्वामी प्रदीप सतरे मरी सारी नहीं भांगी दे तो हातर शंख नहीं मुमो शंख भांगे भी भांगे हेलो तो स्वामी टा मरी जाइछि खोली दे थरा से रंगीन साड़ी नहीं तुम रंगीन साड़ी में खोले मेरे पद्मा डार्ले गोटाए बुंदा विषय शरीर पाई बहुत मारात्मक हाँ तो ठीक सही बोली आम रास्ते आहुरी गोटाए कंटा रही जाइछि कोनटा हाँ मामू कंटा कोठी असे ओ से अलक्षण बुझा कथा कहते तो ना 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 वो से बुद्ध कथा कहूने अरे ताकू तो मारी बार मोर एक चुटकी का कमाल ताहले ताहले कहा कथा कहूछ वो कहूछे या गर्भर बढुथिबा राजवंशर उत्तरदात कथा हाँ ताकू अंधारी गर्भरे अंधारी कोठरे नहीं हजी जिबाकू हबो या गर्भ को नष्ट कर दिया जाओ या गर्भर जो जन्म नब से आसिले निश्चय भल मनीष जन्म नब ठीक कहत या गर्भर जो शिशु जन्म नब से आसिले आना धन संपत्ति पाइबाने जमार न खास से हम कहूची या गर्भ को नष्ट कर देबा हाँ या गर्भर जो जन्म नब से आसिले निश्चय भल मनीष जन्म नब किंतु आमर उद्देश्य है भल मनीष को बंचिबा मना समय भारी निष्ठुर निर्दय साजिछि भाग्य खेले